ତାଙ୍କର ଆଇଡିସ୍ ହଉଥିଲା ସେ ଘିଞ୍ଚା ପିନ୍ଧା କରେ। ତାପରେ ଆମ ଘରେ ମୋ ସ୍ୱାମୀ ବାହାରକୁ ସବୁବେଳେ ବୁଲି ଯାଆନ୍ତି। ସେଠୁ ମାନସ କହିଲେ ଯେ ଦାଦା ସିଏ ଦୟା ଯିବେ ଆଉ ଏଇ ଅପରେସନ ହବା ପାଇଁ, ଆଉ ତମେ ଦାଦା ଯିବ କି? ସେଠୁ ଇଏ ହଁ କରିନା ମତେ ଘରେ କହିଲେ। ସେଠୁ ମୁଁ କହିଲି ନା ମୋ ବୟସ ହେଲାଣି ନା ଇଆଡ଼େ ଯାଉଛ। ସେଠୁ ଗାଡ଼ି ଥରେ ଗଲା ଫେରି ଆସିଲା ନାହିଁ କଲୁ। ସେଠୁ ପୁଣି ଥରେ ଗଲେ କହିଲେ ଖୁଡ଼ି ହେ କାର୍ଡ ହେଲାନି ଆଉ ହବନି। ସେଠୁ ତାପରେ ପୁଣି ଦିନେ ଗାଡ଼ି ଗଲା ପରେ ମୁଁ ନଥିଲି ଗାଁ ଆଡ଼େ ଯାଇଥିଲି। ସେଠୁ ଗାଡ଼ି ଫେରିଲା। ସେଠୁ ତାପରେ କାଲି ସକାଳେ ସେଠୁ ମାନସ ମଣିକି ଫୋନ୍ କଲେ ଯେ ଖୁଡ଼ି ଆଉ ଆଜି ଦାଦା ଅପରେସନ ହେଇ ଯିବେ। ସେଠୁ ମୁଁ କହିଲି ମୁଁ ତ ଯାଇପାରିବିନି ଆଜି ମୋର କାମ ଅଛି। ସେଠୁ କହିଲେ ଖୁଡ଼ି 3ଟା ବେଳେ ଯିବା ଆଉ। ମୁଁ କହିଲି ମୁଁ କାମ ସାରି ଦେଇଥିବି ଆଉ ଏକା ପୁଅ ଯଦି ହାଇଡ୍ରୋସ୍ ଅପରେସନ ହବ ଯିବି, ଆଉ ଯଦି ଆଖି ଅପରେସନ ହବ ଆମେ ଯିବୁନି। ଆମର ଆଖି ହେଇଛି ଆଉ ଯେତେବେଳେ ହବ ଆମେ ଢେଙ୍କାନାଳରେ କରିବୁ। ହଁ ସେ ଆମର ସେଠି ଘର ତାଙ୍କର ନାୟକ ଘର କହିଲେ ନା ମୁଁ ଜାଣିଛି ମାନସ ହେଲେ ମୁଁ ତାଙ୍କ ସାଙ୍ଗେ କଥା କହିପାରିବିନି। ସିଏ ଯେତେବେଳେ ଆମେ ଗଲୁ ମାନେ ବ୍ଲଡ଼ ଫ୍ଲଡ଼ ଚେକ୍ କଲେ। ସେଠୁ ଉପରକୁ କହିଲେ ଲିଫ୍ଟରେ ଯିବା ପାଇଁ। ମୁଁ ନାହିଁ କହିଲି ମୁଁ ଚାଲି ଚାଲି ଯିବି ମୋ ମୁଣ୍ଡ ବୁଲଉଛି ମୁଁ ଯାଇପାରିବିନି ସେଥିରେ ହେଲା କି। ସେଠୁ ସେ ଦିଦି ଜଣେ କ'ଣ କଲେ ସେଠୁ ମୋ ଡେଣା ଧରିକିରି ନେଲେ। ମୁଁ କହିଲି ନା ଆମେ ଅପରେସନ ହବନି ଆମେ ଯିବୁ ଯୋଉ ଆଖି ଯାଇଲେ ମୁଁ ତଳକୁ ଖସି ଆଇବି ବୋଲି ଚେଷ୍ଟା କଲି। ସେ ଦିଦି କ'ଣ କଲେ ମୋ ହାତ ଧରି ପକେଇକିନା ଡେଣାଟା କହିଲେ ଚାଲ ଆଉ ତଳକୁ ତତେ ନେଇଦେବି। ସେ ତଳକୁ କ'ଣ ନେଇଦେବେ ମୁଁ ଜାଣିପାରିଲିନି। ସେ ମତେ 4 ମହଲା ଉପରକୁ ନେଇଗଲେ ନା 3 ମହଲା ଉପର ସେଟା ମୁଁ ଜାଣିନି। ମୁଁ ସେଠି ମୋର ବସିଲି। ସେଠୁ ମୁଁ କହିଲି ଆମର ତ କହୁଥିଲୁ ଆଖି ଅପରେସନ ହବନି ଆମେ ଆଖି ଅପରେସନ। ସେଠୁ କହିଲେ ମାଉସୀ ଆଉ ଆଜି କରିଦେବା ଆଖି ଅପରେସନ କାଲିକି କରିଦେବା ହାଇଡ୍ରୋସ୍ ଅପରେସନ ମଉସା ଭଲ ହେଇଯିବେ ନା ଭଲ ହେଇକିରି ଯିବେ ନା। ସେଠୁ ଏମିତି ଜବର କଲେ ଆଉ ମୁଁ କ'ଣଟା କରିବି। ଆମର ପଞ୍ଚାୟତରେ ଗୋଟେ କ୍ୟାମ୍ପ ପକାଇଥିଲେ। କ୍ୟାମ୍ପରେ ସବୁ ଲୋକ ଆସିଲେ ସେ କହିଲେ ଯେ ଆଖି କ୍ୟାମ୍ପ କହିଲେ ଆଉ ଯୋଉ ଯାହା ରୋଗ ହେତା ହେଇଛି ସବୁ ଆମେ ଟ୍ରିଟମେଣ୍ଟ ନେଇକିନା କରାଇବୁ ମେଡିକାଲ ପାଇଁ। ମାର ଅଣ୍ଟା ପୀଡ଼ା ହେଉଛି ଗୋଡ଼ ପୀଡ଼ା ହେଉଛି ସେ କହିଲେ ଏଇଟା ଆମେ ଟ୍ରିଟମେଣ୍ଟ କରାଇବୁ ବୋଲି। ସେ ଏଇଠୁ କହିନା ଆମକୁ ନେଇଗଲା କିନ୍ତୁ ଆଖି ଅପରେସନ କରାଇଥିଲା ମନେ ମନେ। କ୍ୟାମ୍ପ ଗଭର୍ଣ୍ଣମେଣ୍ଟ ମେଡିକାଲ ବାଲା ସେ କରାଇଥିଲେ। ସେ କହିଲେ ଆମେ ମେଡିକାଲ ସାମଲକିଆରେ ଆସିଛୁ। ସେ କହିନେଲେ ଆମେ କହିଲେ ଅଣ୍ଟା ଅପରେସନ ଅଣ୍ଟା ଫଣ୍ଟି ପୀଡ଼ା ପାଇଁ ଚେକ୍ ଚାକ୍ କରାଇକିନା ତମେ ଛାଡ଼ିବୁ। ସେ ଆଖି ଅପରେସନ ମନେ ମନେ କରିଲେ ଆମେ ମେଡିକାଲ ଉପରେ କ'ଣ ଭରସା କରିବୁ। ଆଖି ଅପରେସନ ଯେହେତୁ ସେ ମନେ ମନେ କରାଇବେ ମେଡିକାଲ ଉପରେ ଆମର ଭରସା ନାହିଁ। ଅଣ୍ଟା ଏଇ ଗୁଡ଼ ଆଉ କିଛି ଚାଲି ହେଲାନି ଯେ ଚାଲି ପାଇଲେନି କହିଲି ଯଦି ଏଇଟା କରିଦବ ବୋଲେ ଯିବି। ସେଠୁ କହିଲେ ହଁ ଚାଲ। ମୁଁ ସେଠୁ କହିଲି ଆଉ ଆଖି ଅପରେସନ ମୁଁ ଏକା ହେବିନି ମୁଁ ତାକୁ ଆଗରେ ମୁଁ କହିଛି। ସେଠୁ କହିଲେ ନାହିଁ ଚାଲ ଅଣ୍ଟା ନାକି ଦବା। ଆଉ ସେଠିକି ଯେତେବେଳେ ଗଲେ ମୁଇଁ ଆଉ କହିପାରିଲି କି ଦେଇପାରିଲି ସେଠି ସେ କହିଲି ମୁଇଁ ଅଣ୍ଟା ନାକି ଆଇଛି ଯେ ସେ ତ ଜବରଦସ୍ତି କଲେ ଏମିତି ଗୁଡା ନେଖେଇକି ଠାକୁର ମୁଇଁ କିରା କହିବି ଆଉ କୋଉଠି ମଣିଷ। ମୋ ପୁଅ ତ ମୋବାଇଲ ନମ୍ବର ଦେଲା କହିଲା ଅଣ୍ଟା ନାଗି ତୁଇ ଯୋଉ ଅଣ୍ଟା କରିବୁ ଆଉ ଆଖି ଉକା ନାହିଁ ଅଣ୍ଟା ଗୁଡ଼ ନାଗି। ସେ ମୋବାଇଲ ନମ୍ବର ନିଜେ ଦେଲା ମୋ ପୁଅ ଯାଇକିରି କହିଲା ଆଖି ଅପରେସନ କରିବନି। ଆଉ ମୁଇଁ ଦଶ ଯାଇଛି ମୁଇଁ ତ ବିପଦ ନାହିଁ କଲି ଆଉ ସେ ତ କଲେ ଜବର ଆଉ କିରା କରିବି। ପ୍ରଥମେ ହାଇଡ୍ରୋସ୍ ଆଇଥିଲା ଆମ ଗାଁରୁ ଗୋଟେ ପିଲା ନାଖା ନଇ କଲା ଏଇ ବୁଢ଼ା ନା କହିଲା ସେ ଯିବେ ତମେ ଯିବ କି? ମୁଁ କହିଲି ମୁଁ ଯିବିନି ମତେ ଭଲ ଲାଗୁନି ଏଠି ଯିବିନି ଆଉ ହେବେନି। ସେଠୁ ମତେ ସେ ପିଲା କହିଲା ଯେ ଯୋଉ ପିଲା ଆମ ଗାଁରୁ ଆଣିଥିଲା ସେ ଖାଲି କରିଥିଲା ସିଏ କହିଲା ଯେ ବୁଢ଼ା ଯିବ ତମେ ଯିବ ଆଉ କହିଲେ ବୁଢ଼ା ହେଇଯାଉଛି ମୁଁ ତା ସାଙ୍ଗରେ ଯାଏ। କିନ୍ତୁ ହାଇଡ୍ରୋସ୍ ଅପରେସନ କଲେନି? ନାଇଁ। କ'ଣ ଅପରେସନ କଲେ? ଆଖି। ଆଖି ଆପଣଙ୍କର ଅସୁବିଧା ଥିଲା କି? ନାଇଁ ମୋର ଢେଙ୍କାନାଳ ଥିଲା ଏଇଟା ମୁଁ ଯାଇଥିଲି ଢେଙ୍କାନାଳ। ତାକୁ ଆଖି ଅପରେସନ ପାଇଁ ଆପଣ କହିଥିଲେ? ଆଖି ଅପରେସନ ପାଇଁ କହିଥିଲେ? ନାଇଁ ହାଇଡ୍ରୋକ୍ସିଲ ପାଇଁ କହିଥିଲେ? ହାଇଡ୍ରୋସ୍ ପାଇଁ। କାଲି ତ ଆଖି କ୍ୟାମ୍ପ ହେଇଥିଲା ଏଠୁ ଯାଇଥିଲେ 7 ଲୋକ ଯାଇଥିଲେ ତାଙ୍କୁ ଆଖି ଅପରେସନ କରିକିରି 2 ଜଣ ଲୋକ ବି ଅଛନ୍ତି ଆହୁରି ଆଡମିସନ ହେଇକି ଅଛନ୍ତି ମେଡିସିନରେ। ଇଏ 5 ଜଣ ଲୋକଙ୍କୁ ଆଖି ଅପରେସନ କରି ଅଣାହେଇଛି। ତାଙ୍କ କହିବା କଥା କି ତାଙ୍କ ପୁଅ କହୁଛନ୍ତି ଆମର ଆଖି ଅପରେସନ କରିବାର ନଥିଲା ମେଡିସିନରେ ଆଡମିସନ ହେଇକି ରହିବାର ଥିଲା ତେଣୁ ଆଖି ଅପରେସନ କରିକି ଛାଡ଼ି ଦେଇଛୁ। ତାଙ୍କ କହିବା କଥା ସେଇଆ। ମୁଁ ଗାଡ଼ି ଚଲାଉଛି ମୁଁ ଡ୍ରାଇଭର ମୁଁ ଆଉ କ'ଣ ଜାଣିଲି ତାଙ୍କ ସହିତ ସାର୍ କ'ଣ କଥା ଲାଗିଲେ ମୁଁ ଜାଣିଲି। ମୁଁ କିଛି କାଗଜପତ୍ର କରୁନି ମୁଁ ବସିକିରି ସମସ୍ତଙ୍କୁ କହିଛି ଆପଣଙ୍କର ଆଖି ଅପରେସନ କରିଯିବେ ଚାଲନ୍ତୁ ମାଉସୀ। ସରକାରଙ୍କର ବହୁତ ହସ୍ପିଟାଲକୁ ଆକ୍ରିଡେସନ୍ ଦିଆହେଇଛି ସେମାନେ ଅନ୍ଧତ୍ୱ ଦୂରୀକରଣ ଯୋଜନା ସୁନେତ୍ର ଯୋଜନାରେ ସେମାନେ କାଟରାକ୍ଟ ସର୍ଜରୀ କରିବେ ଫ୍ରି ଅଫ୍ କଷ୍ଟ। ଗଭର୍ଣ୍ଣମେଣ୍ଟ ତାର ପଇସା ବିୟର କରିବ। ତେଣୁ ସେ ହସ୍ପିଟାଲ ତାର ଯଦି କାଟରାକ୍ଟ ସର୍ଜରୀ କରୁଛି ସେଇ ସ୍କିମ୍ରେ କରିବ। ହେଲ୍ଥ କାର୍ଡଟାକୁ ୟୁଜ୍ କରୁଛି ହଁ ହେଲ୍ଥ କାର୍ଡ଼ ଯେଉଁଟା ଆଗରୁ BSPI ଥିଲା ଏବେ କୁହାହେଉଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଯେଉଁ କାର୍ଡ଼ ସେଇ କାର୍ଡ଼ରେ ମଧ୍ୟ ସେମାନେ କରିପାରିବେ ଅଫିସିଆଲି କରିପାରିବେ।
এটা ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ଯେଉଁ ଥିଲା ଆଗର ଆଜ୍ଞା ସେଇଟା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହେଇଛି ସେଇ ଯୋଜନା କାର୍ଡ଼ରେ ମଧ୍ୟ ଫ୍ରି ଅଫ୍ କଷ୍ଟ ସର୍ଜରୀ କରିପାରିବେ ନାଇଁ ସେଇଟା ତ ଟେକ୍ନିକାଲ କଥା ଯାହାର ରୋଗ ଯାହା ହେଇଛି ସେଇ ଅନୁସାରେ ଚିକିତ୍ସା କରିବା କଥା କରିବେ ସିଏ ଆପଣ କହୁଛନ୍ତି କେଉଁ ରୋଗ ନେଇକି ଗଲା ଆଖି ଅପରେସନ୍ କଲେ ଏଇ କଣ୍ଟ୍ରୋଭର୍ସିଟା ଆମେ କେମିତି ଅଭିଯୋଗ କରୁଛନ୍ତି ପ୍ୟାରେଣ୍ଟସ୍ ଅଭିଯୋଗ ବି କରୁଛନ୍ତି ଫ୍ୟାମିଲିର ପୁଅ ବି ଜଣେ କରୁଛନ୍ତି ମାଆର ପୁଅ ଜଣେ ଅଭିଯୋଗ ବି କରୁଛନ୍ତି ବୁଝିବା ସେଇଟା କ'ଣ ହେଇଛି ବୁଝିବା ସେ